ଶ୍ରୀ ସାଇନାଥାୟ ନମଃ। ଆସନ୍ତୁ ଜାଣିବା ଦୁଃଖ ସମୟରେ ବାବା ଆମକୁ କ'ଣ ସନ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ମଣିଷର ଜୀବନରେ ଏମିତି କିଛି ସମୟ ଆସେ ଯେତେବେଳେ ସବୁକିଛି ଅନ୍ଧକାର ପରି ଲାଗେ। ପରିଶ୍ରମ କଲେ ମଧ୍ୟ ଫଳ ମିଳେ ନାହିଁ। ନିଜ ଲୋକମାନେ ଦୂରେଇ ଯାଆନ୍ତି, ମନରେ ଅଶାନ୍ତି ବଢ଼ିଯାଏ। ସେତେବେଳେ ଲାଗେ ଯେ ଭଗବାନ ମଧ୍ୟ ଆମକୁ ଭୁଲି ଯାଉଛନ୍ତି। କିନ୍ତୁ ବାବା ଶିଖାଇଥିଲେ ଯେ ଦୁଃଖ କେବେ ବି ସ୍ଥାୟୀ ନୁହେଁ। ଯେପରି ରାତି ପରେ ସୂର୍ଯ୍ୟ ଉଦୟ ହୁଏ, ସେପରି ଦୁଃଖ ପରେ ସୁଖ ନିଶ୍ଚୟ ଆସେ। ବାବା କୁହନ୍ତି, ଭୟ କରନି, ଶ୍ରଦ୍ଧା ଓ ସବୁରି ରଖ। ସମୟ ଆସିଲେ ଭଗବାନ ସବୁ ଠିକ୍ କରିଦେବେ। ଜୀବନରେ କଷ୍ଟ ଆସିଲେ ଅନେକ ଲୋକ ଧୈର୍ଯ୍ୟ ହରାଇ ଦିଅନ୍ତି, କିନ୍ତୁ ବାବା ଧୈର୍ଯ୍ୟକୁ ସବୁଠାରୁ ବଡ଼ ଶକ୍ତି ବୋଲି କହିଥିଲେ। ବାବା କହୁଥିଲେ, ଗଛ ଲଗାଇବା ଦିନ ଫଳ ମିଳେ ନାହିଁ। ପାଣି ଦେବାକୁ ପଡ଼େ, ସେଥିରେ ଅପେକ୍ଷା କରିବାକୁ ପଡ଼େ। ସେପରି ଭକ୍ତିର ଫଳ ମଧ୍ୟ ସମୟ ହେଲେ ମିଳେ। ଆଜି ଯଦି ତୁମ ଆଖିରେ ଲୁହ ଅଛି, ତେବେ ମନେ ରଖ, ସେହି ଲୁହ ତୁମକୁ ଶକ୍ତିଶାଳୀ କରୁଛି। ପ୍ରତ୍ୟେକ ପରୀକ୍ଷା ତୁମକୁ ଆଗାମୀ ଜୀବନ ପାଇଁ ପ୍ରସ୍ତୁତ କରୁଛି। କାହାକୁ ଘୃଣା କରନି, ସେମାନେ ତୁମକୁ କଷ୍ଟ ଦେଉଛନ୍ତି। ସେମାନଙ୍କ ପାଇଁ ମଧ୍ୟ ଭଲ କାମନା କର, କାରଣ ଘୃଣା ହୃଦୟକୁ ଭାରୀ କରେ, କିନ୍ତୁ କ୍ଷମା ହୃଦୟକୁ ଶାନ୍ତି ଦିଏ। ବାବାଙ୍କ ଶିକ୍ଷା ଥିଲା, ଯେ ଭୋକିଲାକୁ ଭୋଜନ ଦିଏ, ଦୁଃଖୀଙ୍କୁ ସାନ୍ତ୍ୱନା ଦିଏ, ସେ ମୋତେ ସେବା କରେ। ତେଣୁ ନିଜ ଦୁଃଖ ମଧ୍ୟରେ ମଧ୍ୟ ଅନ୍ୟର ମୁହଁରେ ହସ ଆଣିବାକୁ ଚେଷ୍ଟା କର। ଯଦି ଆଜି ତୁମର ପ୍ରାର୍ଥନାର ଉତ୍ତର ମିଳୁନାହିଁ, ତେବେ ନିରାଶ ହୁଅନି। ଭଗବାନ ନୀରବ ଥିଲେ ମଧ୍ୟ କାମ କରୁଛନ୍ତି। ସେ ତୁମ ପାଇଁ ଉଚିତ ସମୟ ଅପେକ୍ଷାରେ ରଖିଛନ୍ତି। ସାଇବାବାଙ୍କ ଆଶୀର୍ବାଦ ସେହି ହୃଦୟରେ ବାସ କରେ, ଯେଉଁଠାରେ ବିଶ୍ୱାସ, ଦୟା, ନମ୍ରତା ଓ ସେବାଭାବ ରହିଥାଏ। ତେଣୁ ପ୍ରତିଦିନ ସକାଳେ ପ୍ରାର୍ଥନା କର, ହେ ସାଇ, ମୋତେ ଏମିତି ଶକ୍ତି ଦିଅ ଯେ ମୁଁ ଦୁଃଖରେ ଧୈର୍ଯ୍ୟ ରଖିପାରିବି, ସୁଖରେ ଅହଙ୍କାର ନ କରିବି ଏବଂ ସବୁବେଳେ ସତ୍ୟ ଓ ସେବାର ପଥରେ ଚାଲିପାରିବି। ଏବଂ ସଂସାରରେ କେହି ଏକା ନୁହେଁ। ତୁମେ ଯଦି ସତ୍ୟ ହୃଦୟରେ ସାଇଙ୍କୁ ଡାକିବ, ତାଙ୍କ କୃପା ତୁମ ଜୀବନରେ ସାହସ, ଆଶା ଓ ଶାନ୍ତିର ଆଲୋକ ଜଳାଇ ଦେବ। ଓମ୍ ସାଇ ଶ୍ରୀ ସାଇ ଜୟ ଜୟ ସାଇ।